ଯାତ୍ରାରେ ଦେଖାହେଲା ରିଏଲ୍ ଜଣେ ଗୋଟେ ଦର୍ଶକ ହେଉଛି ଭିଲିଆନର ଆକ୍ଟିଂ ଦେଖି ସତ ସତ ଭାବିକି ସେ ହେଉଛି ଯାଇକି ଭିଲିଆନକୁ ମାରିଥିଲା, ଗୋଇଠା ଦେଇଥିଲା। ଆପଣମାନେ ହଁ ଏଇଟା ସତ କଥା, ଆପଣମାନେ ରିଏଲ୍ ଦେଖନ୍ତୁ ଜଣେ ଦର୍ଶକ। ଆଉ ଏଇଭଳିଆ ଥରେ ପିୟୁଷ ବିଙ୍କ ଉପରେ ଚେୟାର ମାଡ଼ ପଡ଼ିଥିଲା। ଏ ସ୍ୱର୍ଣ୍ଣ ମହଲରେ ଗୋଟେ ମୁସଲିମ ଚରିତ୍ରରେ ଭିଲିଆନ ଆକ୍ଟିଂ କରିଥିବା ସେ ଗୋଟେ ମହିଳାଙ୍କୁ କହିବା ଯେ ସବୁ ହିନ୍ଦୁକୁ ମୁସଲିମ କରିବେ, ଏହାକୁ ଶୁଣିକି ପୁରା କ୍ଷୁବ୍ଧ ହୋଇ ଗୋଟେ ଦର୍ଶକ ଯାଇକି ଭିଲିଆନ ଉପରୁ ଗୋଇଠା ମାରିଥିଲେ। ଆପଣ ହଁ ଦେଖନ୍ତୁ, ନିଶ୍ଚୟ ଦେଖନ୍ତୁ ଆପଣଙ୍କ ନିଜ ଆଖିରେ। ଏ ଭିଡ଼ିଓଟା ଘୁରି ଘୁରି ଭାଇରାଲ ହେଉଛି ପୁରା ଓଡ଼ିଶାରେ। ହଁ ଆଜ୍ଞା, ଏଇଟା ସତ ଘଟଣା। ସ୍ୱର୍ଣ୍ଣ ମହଲରେ ଏ ଯେଉଁ ଯାତ୍ରାଟା ହେଉଥିଲା ଆପଣମାନେ ନିଜ ଆଖିରେ ଦେଖନ୍ତୁ। ସମ୍ବଲପୁରରେ ଯାତ୍ରା ହେଉଥିଲା ସ୍ୱର୍ଣ୍ଣ ମହଲରେ। ନାଟକ ନାଁ ଥିଲା ସ୍ୱାମୀ ପାଇଁ ପଛେ ନର୍କକୁ ଯିବି। ଦର୍ଶକ ଏଇ ପୁରା ସତ ସତ ଭାବି ଦେଇକି ଭିଲିଆନ ଉପରେ ଗୋଇଠା ବିଧା ମାରିଥିଲେ।